ଶାଢ଼ୀ ପ୍ରାୟତଃ 7.5 ଲକ୍ଷ ଭଳିଆ ଚୋରି ହେଇଛି। 25 ଖଣ୍ଡ ସିଲ୍କ ଶାଢ଼ୀ ଯାଇଛି। ଶୈଳୀଟା ମୋତେ ତାଙ୍କର ଯେଉଁ ସେ ଶାଢ଼ୀ ପିନ୍ଧିକି ଆସିଥିଲେ, ତାଙ୍କ ମୋତେ ଶାଢ଼ୀ ବେଲ୍ଟ ଜଙ୍ଘ ଭିତରେ ଥିଲା କି କ'ଣ ଥିଲା, ସେ ଟୋଟାଲି ଫୋଲ୍ଡ କରିକି ସେ ଜଙ୍ଘ ଭିତରକୁ ସେଠି ନେଇଯାଉଛି ଆଉ ଆରାମସେ ବି ଚାଲି ଯାଉଛନ୍ତି, ଯେଉଁଟା CCTVରେ ଆମେ ଦେଖୁଛୁ ଆଉ। ମୋ ନାଁ ସତ୍ୟବ୍ରତ ବେହେରା। ବହିନେକାର ଆମେ 2 ଜଣ ଅଛୁ ବ୍ରାଞ୍ଚ ଇନଚାର୍ଜ ଭାବରେ। କଣ କେମିତି ଚୋରି ହେଲା, କେତେ ଟଙ୍କାର ଶାଢ଼ୀ ଚୋରି ହେଇଛି, କିଏ ଆସିଲା ଚୋରି କଲା କଣ? ଶାଢ଼ୀ ପ୍ରାୟତଃ 7.5 ଲକ୍ଷ ଭଳିଆ ଚୋରି ହେଇଛି। 25 ଖଣ୍ଡ ସିଲ୍କ ଶାଢ଼ୀ ଯାଇଛି। ତ ଖାଇବା ଟାଇମ୍ ଥିଲା ସେତେବେଳେ 1 ବେଳେ, ମୁଁ ଯାଇଥିଲି ଖାଇବାକୁ, ଆଉ 4 ଜଣ 5 ଜଣ ପିଲା ଥିଲେ। କିଛି ଲୋକ 7-8 ଜଣ ଲୋକ ଆସିଛନ୍ତି। ଆସିକିରି ପ୍ରଥମେ ଦେଖିଛନ୍ତି ଶାଢ଼ୀ ଇଏ ଯେମିତି, ତାପରେ କିଛି ଲୋକ ତା ଦେହରୁ ଆମ ପିଲାଙ୍କୁ ଡାଇଭର୍ଟ କରିକିରି ଅଲଗା ସାଇଡ଼୍ ନେଇଯାଇଛି। ଆମେ ଅଧିକ ଖଣ୍ଡ ସାର୍ଟ ନେବୁ, ଇଏ କରିବୁ, ଆଉ ତୁମେ ଆସ ଦେଖାଅ। ସେ ପିଲାଟି ବି କହିଛି ନାଇଁ ଆପଣ ଆସନ୍ତୁ ଦେଖେଇବେ, ସିଏ ଦେଖେଇ ପାରିବେନି, ଆପଣ ଆସନ୍ତୁ। ତ ଏହା କହିବା ଭିତରେ ସେ ପିଲାଟା ବି ଆଉ ଦେଖିଛି ଏତେ ଖଣ୍ଡ ନେବେ ସାର୍ଟ, ସିଏ ବି ସେଇ ହିସାବରେ ପଳେଇଛି, ସେପଟୁ ଯାଇକି ଯେମିତି ପଳେଇଛି ଦେଖେଇବା ପାଇଁ। ଏପଟରେ ଅଲଗା ସ୍ତ୍ରୀ ଲୋକମାନେ ଆଉ ଗୋଟେ ପିଲାଙ୍କୁ, ଆଉ ପ୍ଲସ୍ ଆମ କାଉଣ୍ଟରରେ ଯେଉଁ ବିଲ୍ କାଟୁଥିବା ପିଲାଙ୍କୁ ସମସ୍ତଙ୍କୁ ଉଲଝେଇକିରି ଗୋଟେ ସାଇଡ଼୍ରେ କର୍ଣ୍ଣର କରିକିରି ଶାଢ଼ୀ ଏକତ୍ରିତ କରିକିରି ପ୍ରଥମେ 12 ପିସ୍ 13 ପିସ୍ ଭଳିଆ 13 ପିସ୍ ଗୋଟେ ଶାଢ଼ୀରେ, କଟନ୍ ଶାଢ଼ୀରେ ସିଲ୍କ ଶାଢ଼ୀକୁ କରିକିରି ଏକତ୍ରିତ। ତ ବୋଧେ ଥିଲା କି କ'ଣ ତାଙ୍କର ଇଏ ବେଲ୍ଟ ସିଷ୍ଟମ୍, ତ ତାକୁ ଇଏ ଆଣ୍ଠୁ ଭିତରେ ପୁରେଇକି ନେଇଯାଇଛନ୍ତି। ପୁଣି ସେ ଗୋଟେ କାରରେ, ଯେଉଁ ଇନୋଭା କାରରେ, ଟୟୋଟା କାରରେ ବୋଧେ ଆସିଥିଲେ, ସେଇଟା ରଖିକି ପୁଣି ଆସିଛନ୍ତି। ପୁଣି ସେମିତି ପିଲାଙ୍କୁ ଇଏ କରିକିରି ଟୋଟାଲି ପିଲା ସବୁ ଜାଣିପାରୁନାହାନ୍ତି, ଯେହେତୁ ସମସ୍ତଙ୍କୁ ଉଲଝେଇକି ରଖିଥିଲେ, ତ ସେଥିପାଇଁ ପୁଣି ଆଉ ଥରେ ପୁଣି ସେକେଣ୍ଡ ଆଟେମ୍ପ କରିଛନ୍ତି। ସେକେଣ୍ଡ ଆଟେମ୍ପରେ ବି 12 ଖଣ୍ଡ ଶାଢ଼ୀ ଯାଇଛି, ସେ ସିଲ୍କ ଶାଢ଼ୀ। ଯିବା ଭିତରେ ତାପରେ ନେଇଯାଇଛନ୍ତି। ପିଲା ସବୁ ଖାଇକି ଆସିଲା, ସେ ଟାଇମ୍ ଖାଇବା ଟାଇମ୍, ମାନେ ମୁଁ ଆସିଲି, ଆଉ ପିଲା ଗଲେ, ପୁଣି ପିଲା ଆସିଲେ, ତ ସେ ଟାଇମ୍ରେ ଆମେ ଆଉ ସେଟା ମାର୍କ କରିପାରିଲୁନୁ। ତ ନେକ୍ସଟ ଟାଇମ୍ ଯେତେବେଳେ ସବୁ ପିଲା ଆସିଲା ପରେ ବସିକି ଆମେ ଲକ୍ଷ୍ୟ କଲୁ, ଆମର ମାନେ ଇଏ ସେଲ୍ସ ପ୍ରତି ଧ୍ୟାନ ଦେଲୁ, କ'ଣ କେମିତି ଇଏ ସିଏ ଲକ୍ଷ୍ୟ କଲା ବେଳକୁ କିଛି ଶାଢ଼ୀ ନାହିଁ। ଶାଢ଼ୀ କୁଆଡ଼େ ଗଲା, ପରସ୍ପର ଭିତରେ ପଚରାପଚରି କରିବାରୁ ଦେଖିଲୁ ଯେ ନାଇଁ କିଛି ଶାଢ଼ୀ ନାହିଁ। ତାପରେ ଆମର ଯେଉଁ ଅଛି CCTV କ୍ୟାମେରା, ସେ CCTV କ୍ୟାମେରାରେ ଆମେ ଦେଖିଲୁ ଯେ କିଛି ସ୍ତ୍ରୀ ଲୋକ ଆଉ ଗୋଟିଏ ପୁରୁଷ ଆସିକିରି ଶାଢ଼ୀ ଉଠେଇକିରି ନେଉଛନ୍ତି। ତାପରେ ଆମେ ଇମିଡ଼ିଏଟ୍ ଆମର ଅଫିସକୁ କଣ୍ଟାକ୍ଟ କଲୁ। ଅଫିସରେ କହିଲେ ଯେ FIR ଦିଅ, ଆମେ FIR ଦେଇଦେଲୁ। FIR କପି ବି ଆମକୁ କାଲି ମିଳିଯାଇଛି। ISR ବି ଆସିଥିଲେ, ଆଉ କାଲି ଆସିଥିଲେ ଆମ DSP ଆସିଥିଲେ, ସିଏ ବି ଦେଖିକି ଗଲେ, କାଲି ବ୍ୟସ୍ତ ହୁଅନ୍ତୁନି, ଆମେ ସେଟାକୁ ଟ୍ରାକ୍ କରୁଛୁ କ'ଣ ହେଇଛି କ'ଣ ନାହିଁ। ଆଉ ପ୍ଲସ୍ ISC ତା ପୂର୍ବରୁ ସେଦିନ ରାତିରେ ବି ଯେଉଁ ଚୋରି ହେଲା 1 ବେଳେ, ସନ୍ଧ୍ୟାବେଳକୁ ଆସିଥିଲେ, ଆସିକି ସବୁ ନେଇଛନ୍ତି, ଆଶ୍ୱାସନା ଦେଇଛନ୍ତି ଯେ ଆମେ ଟ୍ରାକ୍ କରି ତାଙ୍କୁ ଧରିବୁ ବୋଲି। ଆଉ ଯେଉଁ ଗାଡ଼ି ନମ୍ବର ମିଳୁଛି, ସେ ଗାଡ଼ି ନମ୍ବର ଫେକ୍ ବୋଲି ଜଣାପଡ଼ୁଛି ଏପର୍ଯ୍ୟନ୍ତ। ଆଉ ତ ବାକି ଆଉ ପୋଲିସ ମାନେ କ'ଣ, ଟୋଟାଲି 7 ଜଣ ତାଙ୍କ ଭିତରେ ଜଣେ ଜେଣ୍ଟସ୍ ଥିଲେ, ଆଉ 6 ଜଣ ଲେଡ଼ିଜ୍ ଥିଲେ। ଆଉ କୋଉ ଭାଷାରେ କଥା ହଉଥିଲେ? ସିଏ ତ ବେଶୀ କିଛି କହୁନଥିଲେ, ସେ ଖାଲି ଏମାନେ କହିବା କଥା, ପିଲାମାନଙ୍କ କହିବା କଥା ଯେ ଖାଲି ଇଧର ଆଓ, ଇଏ ଦେଖାଅ, ବାସ୍ ଏତେ ନାହିଁ। କିନ୍ତୁ ତାଙ୍କ ଭିତରେ ଯେଉଁଟା କଥା ହେଉଥିଲେ ଅଲଗା ଟାଇପ୍ର ଆସୁଥିଲା। ସେମାନେ ତ ଇଏ ଜାଣିପାରୁନାହାନ୍ତି କେଉଁ ଭାଷା, କିନ୍ତୁ ଆମେ ଲାଗୁଛି ଯେ ତେଲୁଗୁ ଭାଷାରେ ଟିକେ ତାଙ୍କର ଆସୁଛି ବୋଲି। ଆଉ କୋଉ ଶୈଳୀରେ ଚୋରି କଲେ? ଶୈଳୀଟା ମୋତେ ତାଙ୍କର ଯେଉଁ ସେ ଶାଢ଼ୀ ପିନ୍ଧିକି ଆସିଥିଲେ, ତାଙ୍କ ମୋତେ ଶାଢ଼ୀ ବେଲ୍ଟ ଜଙ୍ଘ ଭିତରେ ଥିଲା କି କ'ଣ ଥିଲା, ସେ ଟୋଟାଲି ଫୋଲ୍ଡ କରିକି ସେ ଜଙ୍ଘ ଭିତରକୁ ସେଠି ନେଇଯାଉଛି, ଆଉ ଆରାମସେ ବି ଚାଲି ଯାଉଛନ୍ତି, ଯେଉଁଟା CCTVରେ ଆମେ ଦେଖୁଛୁ। ଆଉ